ତୁମେ ଜଣେ ବହୁତ ଭଲ ମଣିଷ। ତୁମର ସାଙ୍ଗମାନଙ୍କ ପାଇଁ ମଧ୍ୟ ତୁମେ ଜଣେ ବହୁତ ଭଲ ବନ୍ଧୁ ଅଟ। ମୁଁ ଦେଖୁଛି କିଭଳି ଭାବରେ ତୁମର ବନ୍ଧୁମାନେ ସେମାନଙ୍କର ଅସୁବିଧା ସମୟରେ ତୁମ ଉପରେ ନିର୍ଭର ରୁହନ୍ତି। ତେଣୁ ନିଜକୁ କମ୍ ଭାବ ନାହିଁ। ତୁମ ଭିତରେ ବହୁତ ଦକ୍ଷତା ଅଛି ପିଲାମାନେ। ସେଥିପାଇଁ ସବୁବେଳେ ଜୀବନରେ ହସିବା ପାଇଁ ବାହାନା ଖୋଜ, ଦୁଃଖୀ ହେବା ପାଇଁ ନୁହଁ। ଜୀବନରେ ଯାହା ଅଛି ତାହା ଉପରେ ନଜର ପକାଅ। ତାହେଲେ ତୁମକୁ ଅନୁଭବ ହେବ ଯେ ତୁମ ପାଖରେ କେତେ କ'ଣ ଅଛି, ଯାହା ଉପରେ ତୁମେ ଆଜି ପର୍ଯ୍ୟନ୍ତ ଧ୍ୟାନ ଦେଇନାହଁ। ମୁଁ ତୁମକୁ ହାରିବାକୁ ଦେବି ନାହିଁ। ତୁମେ ନିଜର ଦକ୍ଷତା ବଳରେ ନିଜ ଜୀବନରେ ଏପର୍ଯ୍ୟନ୍ତ ପହଞ୍ଚି ପାରିଛ। ସେଥିପାଇଁ ବିଶ୍ୱାସ ରଖ, ଆଗକୁ ମଧ୍ୟ ବଢ଼ିବ। କାହିଁକି ନା ମୁଁ ତୁମ ସାଥିରେ ଅଛି। ପିଲାମାନେ ସର୍ବଦା ମନେ ରଖ, ଭଲ ପାଇବା ଦ୍ୱାରା ସବୁକିଛି ସମ୍ଭବ ଅଟେ। ଏକ ଭଙ୍ଗା ହୃଦୟରୁ ନେଇକି ଏକ ଆହତ ଅନ୍ତରାତ୍ମା ବା ବିବେକ ପର୍ଯ୍ୟନ୍ତ ଭଲ ପାଇବା ପ୍ରତ୍ୟେକ ଘାକୁ ବା କ୍ଷତକୁ ପୂରଣ କରିବାରେ କ୍ଷମତା ରଖିଥାଏ। ଆରେ ଏହା ତ ଏକ ଏଭଳି ଅଦ୍ଭୁତ ବା ଚମତ୍କାରୀ ଔଷଧ ଅଟେ, ଯାହା ମୁଁ ତୁମ ସମସ୍ତଙ୍କୁ ପ୍ରଚୁର ମାତ୍ରାରେ ଦେଇ ରଖିଛି। ତେଣୁ ଏହାକୁ ଅଧିକରୁ ଅଧିକ ପ୍ରୟୋଗ କର, ଯଥାସମ୍ଭବ ବ୍ୟବହାର କର, ଯେତେ ସମ୍ଭବ ସେତେ ବାଣ୍ଟ। ତୁମର ସମ୍ପର୍କରେ ହଜି ଯାଇଥିବା ମଧୁରତାକୁ ପୁଣି ଥରେ ଫେରାଇ ଆଣ। ସମସ୍ତ କ୍ଷତକୁ ଭରିଦିଅ। ଭଲ ପାଇବା ବା ସ୍ନେହ ଏପରି ଏକ ଶକ୍ତିଶାଳୀ ଔଷଧ ଅଟେ, ଯାହା ତୁମକୁ କେବେ ନିରାଶ କରିବ ନାହିଁ। ପିଲାମାନେ ଖୁସିରେ ରୁହ। ଓମ୍ ସାଇରାମ, ଜୟ ସାଇରାମ।